ନାରଦମୁନି ମହାଜନ ସୂତ୍ରେ ଏଠାରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦଉଛନ୍ତି। ଏ ଭୌତିକ ଜଗତ ଇଏ ହେଉଛି ଅନ୍ଧକୂପ, ଅଜ୍ଞାନ ଅନ୍ଧକାର ବା ବିଷୟ ଅନ୍ଧକାର, ଆଉ ଗୃହ ତଥାକଥିତ ଗୃହ ଯୋଉ ଘର ସଂସାର ବୋଲି ଲୋକ କହୁଛି, ତାହା ଏକ ଅନ୍ଧକୂପ ସଦୃଶ। ଗୃହାନ୍ଧକୂପ ବୋଲି ଶ୍ରୀ ପ୍ରହ୍ଲାଦ ମହାରାଜ ମଧ୍ୟ କହିଛନ୍ତି। ତଥାକଥିତ ଗୃହ ସଂସାର ଯୋଉଠି ବ୍ୟକ୍ତି ସ୍ତ୍ରୀ ପୁତ୍ର ପରିବାର ମାନଙ୍କ ଦ୍ୱାରା ବାସ କରୁଛି, ସେଥିପ୍ରତି ଖୁବ୍ ଆସକ୍ତ ହୋଇପଡ଼ିଛି। ତାହା ହେଉଛି ଏକ ଅନ୍ଧକୂପ, ଗୃହାନ୍ଧକୂପ ବୋଲି କୁହାଯାଏ। ତାଇ ଅଜ୍ଞାନ ଅନ୍ଧକାର ରୂପକ ଅନ୍ଧକୂପ। ସେ ଅନ୍ଧକୂପରୁ ଉଦ୍ଧାର କିପରି ମିଳିବ? ସେ ଅନ୍ଧକୂପରେ ଯାହା କହନ୍ତି ଅଜ୍ଞାନ ଅନ୍ଧକାରମୟ ଅନ୍ଧକୂପରେ କେତେ ଦୀର୍ଘ ଦିନରୁ କୋଉ ଅନାଦିକାଳରୁ ପଡ଼ିଛି, ଯାହା କୁହାଯାଇଛି। କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, କୋଉ ଅନାଦି କାଳରୁ ସେ ବହିର୍ମୁଖ ଏଇ ସଂସାର ଅନ୍ଧକୂପରେ ପତିତ ହେଇଯାଇଛି। ପତିତ ହେଇକରି ଖୁବ୍ ଚିତ୍କାର କରୁଛି। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଭୋଗ କରି ଚାଲିଛି। ତାପରେ ଜୀବିତ ହେଉଛି ଜନ୍ମ ମୃତ୍ୟୁ ଚକ୍ରରେ ଲକ୍ଷ ଲକ୍ଷ ବାର ଘୂର୍ଣ୍ଣାୟମାନ ହେଉଛି। ନାନା ଯୋନିରେ ଭ୍ରମଣ କରି କେତେ କ୍ଲେଶ, କେତେ ଯନ୍ତ୍ରଣା, କିଛି ଦୁଃଖ ପାଉଛି। ଏପରି କୋଉ ଅନାଦି କାଳରୁ ହିଁ ଚାଲିଛି। ଏଥିରୁ ଉଦ୍ଧାର ଉପାୟଟା କି? ସେ କଥାଟା ନାରଦମୁନି ଏଠି କହୁଛନ୍ତି। କେହି ନିଜ ଚେଷ୍ଟା ବଳରେ, ନିଜର ଶକ୍ତି ସାମର୍ଥ୍ୟ ବଳରେ ଏଇ ଅନ୍ଧକୂପରୁ ଉଦ୍ଧାର ପାଇପାରିବ ନା, କଦାପି ପାରିବ ନା। ସେଥିପାଇଁ ଦରକାର କଣ? ଏଠି କହୁଛନ୍ତି ଯେ ପୂର୍ବ ଶ୍ଲୋକରେ କହିଥିଲେ, ସେ କୃଷ୍ଣ ବଳରାମ ଅଚ୍ୟୁତ ବା ବଳଦେବଙ୍କର ଆଶ୍ରଗ୍ରହଣ ବା ତାଙ୍କର କୃପା ବଳ ଯେ ପର୍ଯ୍ୟନ୍ତ ନ ମିଳିଛି, ସେ ପର୍ଯ୍ୟନ୍ତ କେହି କେବେ ହେଲେ ଏ ବିଷୟ ଅନ୍ଧକୂପରୁ, ଅଜ୍ଞାନ ଅନ୍ଧକାର ଉପରୁ, ଗୃହାନ୍ଧକୂପରୁ ଉଦ୍ଧାର ପାଇପାରିବ ନା। ନିଜ ଶକ୍ତି ସାମର୍ଥ୍ୟ ବଳରେ ପାଇପାରିବ ନା, ନିଜର କୌଣସି ପ୍ରଚେଷ୍ଟା ବଳରେ ପାଇପାରିବ ନା। এই কথাটা বিশেষ করে কুହାଯାଉଛି। ଏଥିରେ ବିଶେଷ କରି କହୁଛନ୍ତି এই କଥା ନାରଦ ମୁନି ଯେ ପତିତ ଜୀବ ଯଦି ଅଚ୍ୟୁତ ବଳ, ପୂର୍ବ ଶ୍ଲୋକରେ ଅଚ୍ୟୁତ ବଳ କଥା କୁହାଯାଇଛି। ଅଚ୍ୟୁତ ବଳ ଅଚ୍ୟୁତଙ୍କ ଠାରୁ ମିଳୁଥିବା ଚିଦି ବଳ, ବଳରାମଙ୍କର କୃପା ବଳ ବା ଗୌରନିତାଇଙ୍କର କୃପା ବଳ ନ ପାଇବ ଯଦି, ବା ଅନ୍ୟ କଥାରେ ସେ କୃଷ୍ଣ ବଳରାମଙ୍କର ବା ଗୌରନିତାଇଙ୍କର ପାଦଶ୍ରୟ ନ କରିବ ଯଦି, ତାହେଲେ ତାର ଏ ରଥ ବୋଇଲେ ଶରୀର ଯିଏକି ରଥ ପରି କାର୍ଯ୍ୟ କରୁଛି, ଇନ୍ଦ୍ର ଗୁଡ଼ିକୁ ଯିଏକି ରଥ ଘୋଡ଼ା ଭଳି କାର୍ଯ୍ୟ କରୁଛନ୍ତି, ଆଉ ବୁଦ୍ଧି ଯିଏକି ସାରଥୀ କାର୍ଯ୍ୟ କରୁଛି, ଏମାନେ ସମସ୍ତେ ଏ ରଥକୁ ଇନ୍ଦ୍ର ଗୁଡ଼ିକ, ଏ ବୁଦ୍ଧି ସାରଥୀ ସମସ୍ତେ ରଥକୁ ଟାଣି ନେଇକରି ସେ ଅନ୍ଧକୂପରେ ପକେଇ ଦେଉଛନ୍ତି। ଯଦି ତୁମେ ଅଚ୍ୟୁତ ବଳ, ବଳଦେବଙ୍କର କୃପା ବଳ ପ୍ରାପ୍ତ ନ ହେବ, ତାଙ୍କର ପାରଶ୍ର ନ କରିବ, ତାହେଲେ ଏଇ ହବ କଥା କହୁଛନ୍ତି। ପୁନଶ୍ଚ ଶତ୍ରୁମାନଙ୍କର କଥା, ଦସ୍ୟୁମାନଙ୍କର କଥା ହିଁ କହୁଛନ୍ତି। ପୂର୍ବ ଶ୍ଲୋକ ମାନଙ୍କରେ ସେ କଥା କୁହାଯାଇଛି। କାମ, କ୍ରୋଧ, ଲୋଭ, ମୋହ, ବଦ, ଆଶ୍ଚର୍ଯ୍ୟ, ଆହାର, ନିଦ୍ରା, ଭୟ, ମୈଥୁନ, ଏଗୁଡାକ ହଉଛି ଶତ୍ରୁ। ସେଇ କଥା କୁହାଯାଉଛି। ରୋଗସ୍ ଅଫ୍ ବିଷୟ, ଇଟିଂ, ସ୍ଲିପିଂ, ମେଟିଂ, ଏମାନେ ଦସ୍ୟୁ। ଏ ଅନ୍ଧକୂପ ଭିତରେ ଏ ଦସ୍ୟୁ ସବୁ ଅଛନ୍ତି। ଦସ୍ୟୁ ଅପହରଣ କରନ୍ତି ଏବଂ ହତ୍ୟା କରନ୍ତି। ଖିଲେ ଯାହା କହନ୍ତି ବାଟ ପାଡ଼, ବାଟରେ ଛକିକି ରହିଥାନ୍ତି, ଜଗିକି ରହିଥାନ୍ତି। ବାଟୋଇ ଯାଉଛି ତ ନିର୍ଜନ ଜାଗା, ଅନ୍ଧକାରମୟ ସ୍ଥାନ ଦେଖିଲେ ସେମାନେ ଆକ୍ରମଣ କରନ୍ତି। ଆକ୍ରମଣ କରିକି ତା ଠାରେ ଥିବା ଧନ ସମ୍ପଦ ଛଡେଇ ନିଅନ୍ତି, ଆଉ ବେଳେବେଳେ ହତ୍ୟା କରନ୍ତି, ବଧ କରନ୍ତି, ପ୍ରାଣରେ ମାରି ଦିଅନ୍ତି। ତଦ୍ଭାବେ ଏଇଗୁଡିକ ଦସ୍ୟୁ ଏଠି। ଏଇ ଅନ୍ଧକାରମୟ ସ୍ଥିତିରେ
ଅନ୍ଧକୂପରେ ଦସ୍ୟୁ ସବୁ ଅଛନ୍ତି, ଇଟିଂ ସ୍ଲିପିଂ ମେଟିଂ ରୋଗ୍ସ ପ୍ଲଣ୍ଡରର୍ସ। ଏମାନେ ଦସ୍ୟୁବୃତ୍ତି କରୁଛନ୍ତି। ଆଉ ଯାହା ଫଳରେ ରଥଟି ଘୋଡାମାନଙ୍କ ସହ ସାରଥୀ ସହିତ ସେ ଅନ୍ଧକୂପରେ ପତିତ ହେଇଯାଉଛି। ଆଉ ବାରମ୍ବାର ପୁନର୍ବାର dangerous, extremely fearful situation repeated birth and death, again put into a dangerous and extremely fearful situation repeated birth and death। पुनर्बार ये भयंकर, अत्यंत भयंकर विपज्जनक स्थिति, ये जो विश्व अंधकूप, विषांधकूप, गृहांधकूप, अज्ञान अंधकार कूप जहाँ कुह से जन्म मृत्यु चक्र पुणी पड़ जाऊँगी, न्यायमान अवस्था ये अवस्था तेणु किपर उद्धार पाए एकमात्र उपाय नारद मुनि दौरान विदाउट द प्रोटेक्शन ऑफ गौर निताई कृष्ण बलराम वन कैन नॉट गेट आउट ऑफ द डार्क वर्ल्ड ऑफ ग्लूअन्स मेटेरियल एक्जिस्टेंस। कृष्ण बलराम व गौर निताई कृपा बिना तांकर कृपा बल प्राप्त व छिद बल प्राप्त न हेले केही केवे हेले अंधकूपर उद्धार पाई पारिबो ना अन्य कौनसी उपाय रे। ये होची सार कथा, ये सार कथा कहउछन्ति। सेदिपाई प्रत्येकंकर ही कर्तव्य से गौर निताय कृष्ण बलरामंकर पादाश्रय करिबा, तांकर चरणार बिंदरी सेमानंकर चरणार बिंदरी शरण नवा आश्रय नवा, तांकर कृपा प्रार्थना करिबा, से कृपा बल बलियान हवा, ता नहेले केई केबे हेले उद्धार पाई पाइबे ना। ये उपायटा ये दौरान नारद मुनि महाजन सूत्रे, महाजन जी कहे से सत्य मानी महाजन वाक्य साधु महाजन सिद्धांतमूलक कथा भूल भटका नहीं, तांकर कथाटाकू आमको मानवा पड़ो, ग्रहण करनवा पड़ो, जीवन आचरण करने पड़ो, ताहले आमको ये विपज्जनक स्थिति उद्धार मिल। गौर निताय विशेषकर अत्यंत औदार्यमय विग्रह, कृपामय, औदार्यमय आउ करुणामय, अद्भुत कारुण्य, अद्भुत औदार्य, अद्भुत औदान्य से गौर निताय तांकर चरणार बिंदर जदि आम आश्रित न हवा ताहले केबे हेले आमे उद्धार पाइबा। एक गोटी मात्र उपाय एठी दौचंती नारद मुनि। सेदिपाई प्रत्येकंकर ई कर्तव्य, प्रत्येकंकर ई कर्तव्य तांकर पदार बिंदर आश्रित हवा। गौर निताय गौरांग महाप्रभु का अपेक्षा नित्यानंद प्रभु अधिक करुणामय, अधिक करुणामय, अधिक उदार्य, उदार्य विग्रह, अधिक वदान्य से होचंती श्री नित्यानंद प्रभु। तेणु गौर निताय उभय आम तार प्रमाण पाउचे जे जगाई माधाई महान पापी किसी पाप नथिला जहाँकि सेमाने करनथिले सेमानक प्रति कृपा करचंती श्री नित्यानंद प्रभु। सेमाने नित्यानंद प्रभु को आक्रमण करचंती, मद घड़ा फुकेकी तांगर मुंड फुटई रक्त बही चले, तथापि नित्यानंद प्रभु कृपा करचंती सेमानक प्रति। किंतु गौरांग महाप्रभु क्रोधरे प्रज्वलित ही सुदर्शन चक्र को आह्वान करते मारदेवा, किंतु नित्यानंद प्रभु से प्रति कृपा कले। गौरांग महाप्रभु को चैतन्य महाप्रभु को मन पकईदे ये अवतार रे आपण कौन सी अस्त्र धारण करेंगे ना, कहारी गला काटे ना, आपण कहारी की प्राण रे मारे ना, आपण या किपरि करेंगे आपण ये मन पकईदे। तेणु गौरांग महाप्रभु क्रोध शांत है। तापरे से बदमाश महान पापी दुष्ट जगाई मादाई से गौरांग महाप्रभुंर चरण दंडवत प्रणाम कले। जा जा नित्यानंद प्रभुंर चरण में दंडवत प्रणाम कर कृपा भिक्षा कर जो अपराध कर
ନିତ୍ୟାନନ୍ଦ ପ୍ରଭୁଙ୍କୁ ସେମାନେ କୃପା ଭିକ୍ଷା କଲେ, ତାଙ୍କର ପଦାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ପତିତ ହେଲେ। ନିତ୍ୟାନନ୍ଦ প্রভু অপার করুণাময়, অপার করুণাময়, মার খাই প্রেম দেয়। এমন প্রভু কোথায় আছে? ମାଡ଼ ଖାଇକରି ପ୍ରେମ ଦଉଛନ୍ତି, ଏମିତିକା ପ୍ରଭୁ କୋଉଠି ଅଛନ୍ତି? ସେ ନିତ୍ୟାନନ୍ଦ, ଯିଏକି ବଳରାମ ନିତ୍ୟାନନ୍ଦ କାଲି ଆମେ କହୁଥିଲେ। ତେଣୁ ସେ କରୁଣା କରିଛନ୍ତି। ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ପାଇଲେ, ପାଇବାରୁ ସେମାନଙ୍କର ସେ ଯେତେକ ଦୋଷ ଥିଲା, ଯେତେକ ଅପରାଧ ଥିଲା, ଯାହା ସବୁ ଦୁଷ୍କର୍ମ କରୁଥିଲେ, ପାପ କରୁଥିଲେ, ଭୟଙ୍କର କ୍ରିୟା କରୁଥିଲେ, କାଣ୍ଡ କରୁଥିଲେ, ଏସବୁ ଛାଡ଼ିଦେଲେ ଏବଂ ମହାନ ସାଧୁ ହେଇଗଲେ ସେମାନେ। ଏ ନିତ୍ୟାନନ୍ଦ ପ୍ରଭୁଙ୍କର କୃପା, ଗୌରାଙ୍ଗ ମହାପ୍ରଭୁଙ୍କର କୃପା, ଗୋ ନିତାଇଙ୍କର କୃପା ବଳରେ ଏ କଥା ଅଛି।